ଆମେ ସମସ୍ତେ ଜାଣୁ ବର୍ଷର ପ୍ରଥମ ମାସକୁ ଜାନୁଆରୀ ମାସ କୁହାଯାଏ। ଜାନୁଆରୀ ଶବ୍ଦଟି କିପରି ଆସିଲେ ଜାଣନ୍ତି? ପୁଣି କାହିଁକି ଏହି ପ୍ରଥମ ମାସର ନାମ ଜାନୁଆରୀ ରଖାଗଲା? ଯଦି ଆପଣ ଲକ୍ଷ୍ୟ କରିବେ, ରୋମିଓ ମାନଙ୍କ ପ୍ରାରମ୍ଭିକ ଈଶ୍ୱର ଯାହାକୁ ସେମାନେ ଆରମ୍ଭରେ ଉପାସନା କରନ୍ତି, ସେ ଈଶ୍ୱରଙ୍କ ନାମ ଜୁନୁସ୍, ଯାହାକୁ ନେଇ ସେମାନେ ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତି। ଏହି ଜୁନୁସ୍ ଈଶ୍ୱରଙ୍କର ମୂର୍ତ୍ତିର ଦୁଇଟି ମୁହଁ ଥାଏ। ଗୋଟିଏ ମୁହଁ ସମ୍ମୁଖ ଭାଗରେ ଓ ଅନ୍ୟଟି ପଛ ପାଖରେ। ସମ୍ମୁଖରେ ଥିବା ମୁହଁ ପ୍ରକାଶ କରେ ଯେ ଆମ ଜୀବନ ପାଇଁ ଆଗକୁ ଭରସା ଆଉ ଆଶା ରହିଛି। ସେଇ ଆଶା ଓ ଭରସା ନେଇ ଆମେ ଆଗକୁ ବଢିବା ଆବଶ୍ୟକ। ପୁଣି ପଛ ମୁହଁଟି ପ୍ରକାଶ କରେ ଯେ ଆମ ପୂର୍ବ ବର୍ଷର ତିକ୍ତ ଅନୁଭୂତିରୁ ବାହାରି ଆସି ଏକ ନୂଆ ଆଶା ନେଇ ଆଗକୁ ବଢିବା। କିନ୍ତୁ ଅନେକ ସମୟରେ ଆମ ପୂର୍ବ ବର୍ଷର ଅନୁଭୂତିକୁ ନେଇ ଆମେ ଜୀବନ ଯାପନ କରିଥାଉ। ଆମ ଯେଉଁ ତିକ୍ତ ଅନୁଭୂତି ମଧ୍ୟ ଦେଇ ଆମେ ପୂର୍ବ ବର୍ଷରେ ଯାଇଛୁ, ତାକୁ ହିଁ ମନରେ ଚିନ୍ତା କରୁ ଏବଂ ଆମେ ନୂଆ ଆଶା ଓ ଭରସା ନେଇ ଆଗକୁ ବଢି ପାରିନଥାଉ। ତାହା ହିଁ ଆମମାନଙ୍କୁ ଭୟଭୀତ କରିଦେଇଥାଏ ଯେ ଆଗକୁ ଆସନ୍ତା ବର୍ଷ ଆମମାନଙ୍କ ପାଇଁ କ'ଣ ରହିଛି। ଅନେକ ସମୟରେ ଆମମାନେ ଆମମାନଙ୍କ ତିକ୍ତ ଅନୁଭୂତି ନେଇ ଜୀବନ ଅତିବାହିତ କରିବାକୁ ଚାହୁଁ, କିନ୍ତୁ ପ୍ରଭୁ ଆମମାନଙ୍କ ଜୀବନ ପାଇଁ ଯେଉଁ ଆଶା ଓ ଭରସା ରଖିଛନ୍ତି ତାକୁ ଆମେ ମନେ ପକେଇ ନଥାଉ। କିମ୍ବା ଏକ ନୂଆ ଜୀବନ ନେଇ, ନୂଆ ଆଶା ନେଇ ଆଗକୁ ବଢିବା ସେ ବିଷୟରେ ଚିନ୍ତା କରିନଥାଉ। ସେଇଥିପାଇଁ କିଏ ଜଣେ ଏପରି କହନ୍ତି, ଯଦି ଆମେ ଫାଟି ଯାଇଥିବା କ୍ଷୀର ପାଇଁ କାନ୍ଦିବା ତେବେ କୌଣସି ଲାଭ ହେବ ନାହିଁ। ବରଂ ଆଗକୁ ଯେଉଁ ଆଶୀର୍ବାଦ ପ୍ରଭୁ ଆମ ପାଇଁ ରଖିଛନ୍ତି ସେଥିପ୍ରତି ଦୃଷ୍ଟି ଦେବା ଏବଂ ପ୍ରଭୁଙ୍କ ଉପରେ ନିର୍ଭର ରଖିବା, ତେବେ ଆମମାନଙ୍କ ପାଇଁ ଆଶୀର୍ବାଦ ରହିଛି। ଏଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏକଥା କହନ୍ତି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।